ଆପଣ ଦେଖିଛନ୍ତି କେବେ ବଡ଼ ବଡ଼ ନେତା ମାନେ ହାତାହାତି ହେବା ଦେଖିଛନ୍ତି? ବଡ଼ ନେତା କେବେ ବାଡ଼ିଆ ପିଟା ହେବା ଦେଖିଛନ୍ତି? ବାଡ଼ିଆ ପିଟା ହାତାହାତି ଏସବୁ ତଳ ମାନେ କର୍ମକର୍ତ୍ତା ମାନେ କର୍ମୀଙ୍କ ସ୍ତରରେ ହୁଅନ୍ତି, ଯେଉଁମାନେ ରାଜନୀତିକୁ ନିଜ ଦେହକୁ ନେଇଯାଆନ୍ତି। ରାଜନୀତି ଗୋଟେ ନୀତି, ରାଜନୀତି ଗୋଟେ ଲଢ଼େଇ ନୁହଁ। ନିର୍ବାଚନ ସରିଯାଇଛି, ଆପଣମାନେ କ୍ଷମତାକୁ ଆସିଯାଇଛନ୍ତି, ସିଏ ବି କ୍ଷମତାରୁ ଦୂରେଇକି ମାନେ ସେପଟେ ସେମାନେ ବିରୋଧୀ ଦଳରେ ଅଛନ୍ତି, କଂଗ୍ରେସ ବିରୋଧୀ ଦଳରେ ଅଛି, ଏଠି ବି ବିରୋଧୀ ଦଳରେ ଅଛି। ତେଣୁ ବର୍ତ୍ତମାନ ନିର୍ବାଚନ ସରିଯାଇଛି, ନିର୍ବାଚନ ସମୟରେ ହିଂସା ହେଉଥିଲା, ହଁ ତାକୁ ଗୋଟେ ପ୍ରକାର ଆମେ ଏକରେ ନିନ୍ଦା କରୁଥିଲୁ, କିନ୍ତୁ ଏବେ ଯେଉଁ ପ୍ରକାର କାର୍ଯ୍ୟକ୍ରମ ଆପଣ ଯଦି ବିରୋଧ କରିବାର ଅଛି, ଭାଷାରେ ବିରୋଧ କରିହେବନି, କାହାକୁ ଭାଷାରେ ବିରୋଧ କରିପାରିବେ, ଆପଣ ସମାଲୋଚନା କରିକି କଟୁ ମନ୍ତବ୍ୟ ଦେଇକି ସମାଲୋଚନା କରିପାରିବେ, ଆପଣ ଆନ୍ଦୋଳନ କରିପାରିବେ, କିନ୍ତୁ କାହାକୁ ଯାଇକି ଗୋବର ମାରିବେ, କାହାକୁ ଯାଇକି ଚପଲ ପିନ୍ଧେଇବେ, କିଏ କାହାକୁ ପଥର ମାରିବ, ଏସବୁ ଅତ୍ୟନ୍ତ ଅଶୋଭନୀୟ କଥା। ଏଇଟା ଗୋଟେ କଥା ହେଉଛି ରାଜନୀତିରେ ଅସହିଷ୍ଣୁତା ଯେଉଁ ବୃଦ୍ଧି ପାଇଛି ବିଗତ କିଛି ଦିନରେ, ରାଜନୀତିରେ ଥିବା ତଳସ୍ତରର କର୍ମୀମାନେ, ଯୁବ ମାନେ ମୋର କିଛି କର୍ମୀ ନେତା, ସେମାନେ ସମ୍ପୂର୍ଣ୍ଣ ଭାବରେ ହିଂସ୍ର ହୋଇପଡ଼ୁଛନ୍ତି ଗୋଟେ ଗୋଟେ ଛୋଟ ଛୋଟ ପ୍ରସଙ୍ଗରେ। ଦେଖନ୍ତୁ, ଆପଣ ଯଦି କହିବେ ପ୍ରଧାନମନ୍ତ୍ରୀଙ୍କ ବେକରେ କିଏ ଚପଲ ମାଳ ପିନ୍ଧେଇବ, ସେଇଟା ଆମ ଦେଶକୁ ଅପମାନ ନୁହେଁ? ରାହୁଲ ଗାନ୍ଧୀ ଗୋଟେ ରାଷ୍ଟ୍ରୀୟ ନେତା, ଗୋଟେ ଦଳର ବିରୋଧୀ ଦଳ ନେତା, ସିଏ ତାଙ୍କ ଉପରକୁ ଗୋବର ମାଡ଼ କରିବ, ସିଏ କ'ଣ ଗୋଟେ ଅପମାନ ସେମାନ ପ୍ରତି ନୁହେଁ? ନିହାତି ଭାବରେ ଆପଣ ଯେତେବେଳେ ପ୍ରୋଭୋକ୍ କରୁଛନ୍ତି, ପ୍ରୋଭୋକେସିଂ ସିଚୁଏସନ୍ କ୍ରିଏଟ୍ କରୁଛନ୍ତି, କାହାକୁ ଗୋଟେ ଉସ୍କଉଛନ୍ତି, ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଗୋଷ୍ଠୀ ଆପଣଙ୍କ ଉପରେ ତାର ପ୍ରତି ଜବାବ ଦେଉଛନ୍ତି। ଏଭଳି କାର୍ଯ୍ୟକ୍ରମରୁ ରାଜନୈତିକ ଦଳମାନେ ବିରତ ରହିବା ଉଚିତ। ରାଜନୀତିର ଶୀର୍ଷରେ ଥିବା ନେତାମାନେ ସେମାନଙ୍କର କର୍ମୀମାନଙ୍କୁ, ନେତାମାନଙ୍କୁ ଅନ୍ତତଃ ଗୋଟିଏ ଦିଅନ୍ତୁ, ନିର୍ଦ୍ଦେଶ ଦିଅନ୍ତୁ, ପରାମର୍ଶ ଦିଅନ୍ତୁ ଯେ ରାଜନୀତି ଆମେ କରୁଛେ, ଆନ୍ଦୋଳନ କରିବା, ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆନ୍ଦୋଳନ କରିବା, କିନ୍ତୁ ହିଂସ୍ରକ ହୋଇକରି ହିଂସ୍ର ଆଚରଣ ପ୍ରଦର୍ଶନ କରିକିରି ଟେକା ପଥର ମାଡ଼ ବା କାହାର ଗୋଟେ ରାଷ୍ଟ୍ରୀୟ ନେତାଙ୍କୁ ଅପମାନ କରିବା ବା କୌଣସି ଧର୍ମକୁ ଅପମାନ କରିବା, କୌଣସି ଧର୍ମ ବିରୁଦ୍ଧରେ ଅଶାଳୀନ ମନ୍ତବ୍ୟ ଦେବା, ଏଭଳି କାର୍ଯ୍ୟରୁ ବିରତ ରୁହନ୍ତୁ। ତେଣୁ ବର୍ତ୍ତମାନ ରାଜନୀତିରେ ସଂଯମତା ଓ ସହିଷ୍ଣୁତା ଲୋପ ପାଇଯାଇଛି। ସମସ୍ତେ ସମ୍ପୂର୍ଣ୍ଣ ଭାବରେ ରାଜନୀତିଟାକୁ ନିଜ ଦେହକୁ ନେଇଯାଉଛନ୍ତି ଏବଂ ତାରି ପରିଣାମ ସ୍ୱରୂପ ଏସବୁ ହିଂସ୍ର ଆଚରଣ ଘଟଣା ଘଟି ଯାଉଛି, ଯାହାକି ନିନ୍ଦାଜନକ। ଅନ୍ତତଃ ଯୁବପିଢ଼ି ଆମର ଯେଉଁମାନେ ପରବର୍ତ୍ତୀ ପିଢ଼ି ପ୍ରତି ଅନ୍ତତଃ ଏଇଟା ଲୋକ ପସନ୍ଦ କରୁନାହାନ୍ତି। ଓଡ଼ିଶାବାସୀ ହେଉଛନ୍ତି ଶାନ୍ତିପ୍ରିୟ, ଓଡ଼ିଶାବାସୀ କେବେ ବି ଚାହିଁବେନି ଏଭଳି ହିଂସ୍ର ଆଚରଣ, ହିଂସ୍ର ପରିବେଶ, ଗଣ୍ଡଗୋଳ ବା ହାତାହାତି ପରିସ୍ଥିତି, ରକ୍ତାକ୍ତ ପରିସ୍ଥିତି ସୃଷ୍ଟି ହେଉ। ତେଣୁ ଲୋକ ପସନ୍ଦ କରୁନାହାନ୍ତି ଆପଣମାନଙ୍କୁ ଏଭଳି କାର୍ଯ୍ୟକୁ। ତେଣୁ ଆପଣମାନେ ବିରତ ରୁହନ୍ତୁ, ବେଳସୁ ଶିଖି ଯାଆନ୍ତୁ, ନହେଲେ ଲୋକ ବି ଆପଣମାନଙ୍କୁ ପ୍ରତ୍ୟାଖ୍ୟାନ କରିବା ଆରମ୍ଭ କରିବେ। ଏଇ କଂଗ୍ରେସ, ବିଜେପି, ଏମାନେ ଯେଉଁମାନେ ଏଭଳି ବିଜେଡ଼ି ଯେଉଁମାନେ ଏଭଳି କାର୍ଯ୍ୟ କରୁଛନ୍ତି।